ପିଲାମାନେ ବିଶ୍ୱ ମହାମାରୀ ରୋଗ କିପରି ବ୍ୟାପକ ଅଞ୍ଚଳରେ ବିସ୍ତାର ଲାଭ କରି ବହୁ ଦେଶ ଓ ତା'ର ଅଧିବାସୀମାନଙ୍କୁ ଖୁବ୍ କମ୍ ସମୟରେ ରୋଗଗ୍ରସ୍ତ କରିଥାଏ ସେ ସମ୍ପର୍କରେ ତୁମେ ଆଗରୁ ଜାଣିଛ। ଏଗୁଡ଼ିକର ଉଦାହରଣ ହେଉଛି ହଇଜା, ପ୍ଲେଗ୍, ବସନ୍ତ, ଇନଫ୍ଲୁଏଞ୍ଜା, କୋଭିଡ୍-19 ଇତ୍ୟାଦି। ଆସ ଆଜି କେତୋଟି ବିଶ୍ୱ ମହାମାରୀ ରୋଗ ସମ୍ପର୍କରେ ଜାଣିବା। ବିଶ୍ୱାସ କରାଯାଏ ଯେ ପ୍ରାୟ 12,000 ବର୍ଷ ଧରି ଆନ୍ତର୍ଜାତିକ ସୀମା ଅତିକ୍ରମ କରିଥିବା ବସନ୍ତ ରୋଗ ଯୋଗୁଁ ଏପର୍ଯ୍ୟନ୍ତ ପାଖାପାଖି 30ରୁ 50 କୋଟି ଲୋକ ମରିଛନ୍ତି। ସବୁଠାରୁ ପୁରାତନ ବିଶ୍ୱ ମହାମାରୀ ମଧ୍ୟରେ ବସନ୍ତ ରୋଗ ଗୋଟିଏ। ଏହା ଏକ ଭୂତାଣୁଜନିତ ରୋଗ। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବିଶେଷତଃ ସମୂହ ଟୀକାକରଣ ଯୋଗୁଁ 1977 ମସିହାରୁ ଏହି ମହାମାରୀ ରୋଗ ଆଉ ଦେଖିବାକୁ ମିଳୁନାହିଁ। ଏଣୁ 1980 ମସିହା ଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାରା ପୃଥିବୀକୁ ବସନ୍ତ ରୋଗମୁକ୍ତ ଘୋଷଣା କରିଛି। ଏବେ ଆସ ଏଡ୍ସ ସମ୍ପର୍କରେ ଜାଣିବା। ଅନୁମାନ କରାଯାଏ ଯେ 1970 ଦଶକରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ଏହି ଜାଗାରେ HIV ଏଡ୍ସ ଉତ୍ପତ୍ତି ଲାଭ କରିଥିଲା ଏବଂ 1981 ମସିହାରେ ପ୍ରଥମ ଏଡ୍ସ ବ୍ୟାଧିଗ୍ରସ୍ତକୁ ଯୁକ୍ତରାଷ୍ଟ୍ର ଆମେରିକାରେ ଚିହ୍ନଟ କରାଯାଇଥିଲା। ସେହି ଦିନଠାରୁ ଏପର୍ଯ୍ୟନ୍ତ 4 କୋଟିରୁ ଅଧିକ ବ୍ୟକ୍ତିଙ୍କର ଏଡ୍ସ ଭୂତାଣୁ ଯୋଗୁଁ ମୃତ୍ୟୁ ହେଲାଣି। ବ୍ୟାଧିଟିର ସଂକ୍ରମଣ 1990ରୁ 1995 ମସିହା ପର୍ଯ୍ୟନ୍ତ ଶିଖର ଅବସ୍ଥାରେ ପହଞ୍ଚିଥିଲା। ତାପରେ ରୋଗର ପ୍ରକୋପ କ୍ରମାଗତ ଭାବେ ହ୍ରାସ ପାଇଲା। ବର୍ତ୍ତମାନ ସମୟରେ ସାରା ପୃଥିବୀରେ ପ୍ରାୟ 3.8 କୋଟି ଏଡ୍ସ ବ୍ୟାଧିଗ୍ରସ୍ତ ଅଛନ୍ତି ଏବଂ ସେଥିରୁ ଭାରତରେ ପ୍ରାୟ 23 ଲକ୍ଷ ରହିଛନ୍ତି। ଅନ୍ୟ ଏକ ଘାତକ ମହାମାରୀ ହେଉଛି ଇନଫ୍ଲୁଏଞ୍ଜା ଭୂତାଣୁର ବିଭିନ୍ନ ପ୍ରକାର। ଅଷ୍ଟମ ଶତାବ୍ଦୀରୁ ଆରମ୍ଭ ହୋଇ ବିଭିନ୍ନ ସମୟରେ ସେଗୁଡ଼ିକୁ ଏସିଆନ୍ ଫ୍ଲୁ, ସ୍ପାନିଶ୍ ଫ୍ଲୁ, ସ୍ୱାଇନ୍ ଫ୍ଲୁ, ଫ୍ଲୁ ପାଣ୍ଡେମିକ୍ ପ୍ରଭୃତି ଭାବରେ ନାମିତ କରାଯାଇଛି। ରୋଗର କାରଣ ହେଉଛି H1N1 ଭୂତାଣୁର ବିଭିନ୍ନ ରୂପ ଯଥା H3N2, H2N2 ଇତ୍ୟାଦି। ରୋଗଟିର ଆବିର୍ଭାବ ଠାରୁ ଆଜି ପର୍ଯ୍ୟନ୍ତ ରୋଗଗ୍ରସ୍ତ ହୋଇ ବିଭିନ୍ନ ପର୍ଯ୍ୟାୟରେ ଅତି କମ୍ରେ 5 କୋଟିରୁ ଅଧିକ ଲୋକ ମଲେଣି। କେବଳ ସ୍ପାନିଶ୍ ଫ୍ଲୁ ଓ ଏସିଆନ୍ ଫ୍ଲୁରେ 40 କୋଟିରୁ ଅଧିକ ଲୋକ ମରିଛନ୍ତି। ସ୍ପାନିଶ୍ ଫ୍ଲୁ ଦ୍ୱାରା ସାରା ବିଶ୍ୱରେ ପ୍ରାୟ 1/3 ଲୋକ ସଂକ୍ରମିତ ହୋଇଛନ୍ତି। ସେହିପରି ବୀଜାଣୁଜନିତ ରୋଗ ହଇଜା ଦ୍ୱାରା ସାରା ବିଶ୍ୱରେ 8 ଲକ୍ଷରୁ ଅଧିକ ଲୋକ ମଲେଣି। ଏହା ଭାରତରୁ ଉତ୍ପତ୍ତି ଲାଭ କରି ମଧ୍ୟପ୍ରାଚ୍ୟ, ଉତ୍ତର ଆମେରିକା, ପୂର୍ବ ୟୁରୋପ ଓ ରୁଷିଆ ଭଳି ଦେଶରେ ମହାମାରୀ ରୂପ ଧାରଣ କରିଥିଲା। ତେବେ ସ୍ୱଚ୍ଛତା, ସର୍ବେକ୍ଷଣ ଓ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ବିଭିନ୍ନ ଦେଶରେ ଏହାର ସଂକ୍ରମଣ ହାର କମିଲାଣି। ଅନ୍ୟ ଏକ ବୀଜାଣୁଜନିତ ବିଶ୍ୱ ମହାମାରୀର ଉଦାହରଣ ହେଉଛି ପ୍ଲେଗ୍ ରୋଗ। ରୋଗର କାରକ ୟର୍ସିନିଆ ପେଷ୍ଟିସ୍ ଏକ ବୀଜାଣୁ। ଏକ ପ୍ରକାର ରକ୍ତଶୋଷା ମାଛି ଫ୍ଲି ଦ୍ୱାରା ଏହି ରୋଗ ବ୍ୟାପିଥାଏ। ପ୍ଲେଗ୍ ରୋଗ ଦ୍ୱାରା ଆକ୍ରାନ୍ତ ମୂଷାକୁ ଫ୍ଲି କାମୁଡ଼ିବା ଫଳରେ ପ୍ଲେଗ୍ ବୀଜାଣୁ ଫ୍ଲି ଶରୀରରେ ପ୍ରବେଶ କରେ। ଏହି ସଂକ୍ରମିତ ଫ୍ଲି ଯେତେବେଳେ ସୁସ୍ଥ ମଣିଷକୁ କାମୁଡ଼େ
ପ୍ଲେଗ୍ ବୀଜାଣୁ ସୁସ୍ଥ ମଣିଷ ଶରୀରକୁ ଯାଇ ରୋଗ ସୃଷ୍ଟି କରିଥାଏ। ଚତୁର୍ଦ୍ଦଶ ଶତାବ୍ଦୀରେ ରୋଗଟି ପରିବିସ୍ତାରର ଚରମ ସୀମାରେ ପହଞ୍ଚିଥିଲା। ରୋଗ ଯୋଗୁଁ ଏପର୍ଯ୍ୟନ୍ତ 7.5ରୁ 20 କୋଟି ଲୋକ ମରିଛନ୍ତି। ଏହାକୁ କଳା ମୃତ୍ୟୁ କୁହାଯାଏ। ଏହିପରି ଆହୁରି ଅନେକ ବିଶ୍ୱ ମହାମାରୀ ବିଭିନ୍ନ କାଳରେ ପୃଥିବୀ ପୃଷ୍ଠରେ ଦେଖାଯାଉଛି। ଏସବୁ ମଧ୍ୟରୁ ଭୂତାଣୁ ଜନିତ ବିଶ୍ୱ ମହାମାରୀର ଆବିର୍ଭାବ କେତେ ଯେ ଆକସ୍ମିକ ତାହାର ସଦ୍ୟତମ ଉଦାହରଣ ହେଉଛି କୋଭିଡ୍-19। 2019 ମସିହାର ଶେଷ ଭାଗରେ ଏହା ସାଧାରଣ ଶ୍ୱାସଜନିତ ଫ୍ଲୁ ରୋଗ ଭାବେ ଆତ୍ମପ୍ରକାଶ କରି ଏପର୍ଯ୍ୟନ୍ତ ପ୍ରାୟ 60 ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁର କାରଣ ହେଲାଣି। କୋଭିଡ୍-19ର ଉତ୍ପତ୍ତି, ନାମକରଣ ଓ ପରିବିସ୍ତାର ସମ୍ପର୍କରେ ପରବର୍ତ୍ତୀ କ୍ଲାସ୍ରେ ଆମେ ଆଲୋଚନା କରିବା।